ଗଦାଧର ଦାସ ଘର ସାସପୁର। ସେଠି ଆମକୁ କାଲି ସିଏ ତାର ଏଇଭଳିଆ ହେଲା ପରେ ମୁଁ ତାଙ୍କ ଘରକୁ ଯିବା ଆସିବା ତାର ଦାୟିତ୍ୱ ପତ୍ର ବୁଝାବୁଝି କରେ। ସେଠି କଲା ପରେ ଧରମ ଭାଇ ଆଉ ଆମର ସେଇ ଗାଁର ବି ଘର। ସେ ସେଠୁ ମତେ ଫୋନ କଲା ପରେ ମୁଁ ପଳେଇ ଆସିନି ଯାଇକି ବସିନି ଆମ ସେଇ ସାଇ ମୁଣ୍ଡରେ ନଈ ମୁଣ୍ଡରେ କି ବସିନି ପାଇଲାନି। ସଞ୍ଜବେଳେ ଆସିଲା ପରେ ସେ ମତେ ଫୋନ କଲା ମୁଁ ସେଠୁ ଆସିଲି। ସେଠି ଯୋଉ ରାସ୍ତାଟା ଅଛି ସାର୍ ସେଠି ସେ ରାସ୍ତା ଧରିକିରି ହଉଛି ଅଳ୍ପ 2 ହାତ 2.5 ହାତ ରାସ୍ତାର ତାର ମଦ ଦୋକାନ। ସେ ତାକୁ ଅସୁବିଧା ସିଏ ଯେତେବେଳେ ତାକୁ ଅଟକେଇକି ନା ନା ଘରେ ଏମିତି ଲାଇସେନ୍ସ ନାହିଁ ସେ ପଇସା ଥାନାକୁ 7-8 ବର୍ଷ ହେଲାଣି ବିକିଲାନି। ସେ ପୁଖୁରିଆ ଛକରେ ବିକ୍ରି କରୁଥିଲା। ପୁଖୁରିଆ ଛକରୁ ସେଠୁ ଯାଇକିନି ସେଠି 2 ବର୍ଷ ଖଣ୍ଡେ ହେଲା ଆମର ସେଠି ବିକ୍ରି ହଉଛି। ଇଲେକ୍ସନ ପରେ ଯାଇକିନି ଗାଁର ବିକ୍ରି କରୁଛି। ଆଉ ସେ ତା ପୁଅ ସମସ୍ତେ ବିକ୍ରି କରୁଛନ୍ତି। ସେ ପାଠ ପଢା ପିଲାଟା ତା ଧରିକି ସିଏ ହଉଛି ମଦ ବି ସେ କରି ବିକ୍ରି କରୁଛି। ମଦ ନେଇକି ଯାଉଛି। ତାପରେ ଆମ ଛୁଆ ମାନେ ତା ଧରି ବି ସବୁ ଇଏ ହଉଛନ୍ତି। 1 ବୟସରେ ଯେତେବେଳେ 10ମ ଶ୍ରେଣୀ ପରୀକ୍ଷା ଦେଇଛି ସେ 1 ବୟସରେ ହେଲା ପରେ ସିଏ ବି ଇଏ ହଉଛନ୍ତି ଉଚ୍ଛକ ହଉଛନ୍ତି ସବୁ କରିବା ପାଇଁ ମଦ ପିଇବା ପାଇଁ। ସେ ସବୁ ଇଏ କରିକି 2-3 ଜଣ ଛୁଆ ପିଇଲେନି। ଏଇ ରକମ କରିକି ଆପଣଙ୍କ ଏରିଆରେ ଯୋଉ ସାସପୁର ଏରିଆରେ ଆଜ୍ଞା ଏକା ମଦ ବିକୁଛନ୍ତି ନା ଆଉ କେହି ଅଛନ୍ତି? ମୁଁ ଜାଣିନି କହୁଥିଲେ ସେ ବାଜନ ତ ବିକ୍ରି କରୁଥିଲା ସେଠି ଗୋଟେ ଦୋକାନ ଏଠି ସିଏ ତାର ବନ୍ଦ ହେଇଗଲା। କ୍ୟାସ୍ ଫ୍ୟାସ୍ ଖାଇକି ସିଏ ତାର ବନ୍ଦ କରିଗଲା। ଆଉ ସେପାଖର ସେ ଯୋଉ ସେଠି ଘର ଗୋଟେ ବିକ୍ରି କରୁଥିଲା ସିଏ ତାର କଲିକତାରେ ରୁହେ। ଯେତେବେଳେ ଆସିଲେ ସେ ନେଇକି ବିକାବିକି ଇଏ କରିକି କରେ। ଏମିତି ବିକାବିକି ଆଉ ନାହିଁ। ଖାଲି ଏଇ ଗୋଟିଏ ଲୋକ ସେଠି ବିକାବିକି କରୁଛି। କ୍ଷତି ଆପଣ ଦେଖନ୍ତୁ ଆମେ ଏନୁ ଖଟିଖିଆ ଲୋକ। ଖଟିକି ଆପଣଙ୍କର ଗନେ ମୁଁ 300 କି 400 ଟଙ୍କା ରୋଜ ଘିନିକି ଆସିବି। ତା ଦେହରେ ମୁଁ ଯଦି 200 ଟଙ୍କା ପିଇଦେନି ତାହେଲେ 200 ଟଙ୍କା ଦେଲେ ଆମ ଘରେ ପରିବାର ଅଶାନ୍ତି ସବୁବେଳେ। କିନ୍ତୁ ମତେ ପିଇବାକୁ ହବ। ଛୁଆ ପିଲା ଭଲ ମନ୍ଦ ଏ ବାଟେ ଆମେ ଆଡଜଷ୍ଟ କରିପାରୁନୁ। ସେଟାକୁ କେମିତି ମଦଟା ସେଠି ବନ୍ଦ କରୁନୁ। କିଏ ବନ୍ଦ ଆପଣଙ୍କୁ କହୁଛି ଇଏ କରି କହୁଛୁ ଥାନା ମାଧ୍ୟମ କହୁଛୁ ମନ୍ତ୍ରୀ ମାଧ୍ୟମ କହୁଛୁ ସମିତି କି ଅନୁରୋଧ କରୁଛୁ କଲେକ୍ଟର କତରୁ ଏସପି ପାଖରୁ ସମିତି କି ଅନୁରୋଧ କରୁଛୁ। ଏଟା ଯେମିତି ମଦ ଗାଁ ଗହଳିରେ ଏଟା ମଦଟାକୁ ବନ୍ଦ କରୁନୁ। ସଞ୍ଜଲତା ପୋଥାଳ ସାହସପୁର ଥାନାକୁ କାଲି ମୁଁ ଆସିକି ଯୋଉ ସୁଜିତ୍ରା ହେଇଛି ସେ ଘର ପାଖରେ ମଦ ବିକୁଛି। ସେଠି ଗୋଟେ ରାସ୍ତା ଥିଲା ପୈତୃକ ରାସ୍ତା। ତାକୁ ସେ ତାର ପଇସା ବଳରେ ଯେହେତୁ ମଦ ପଇସା ତା ପାଖରେ ଅଛି ସେ ରାସ୍ତା ତାର ବନ୍ଦ କଲା। ମୋର ବ୍ୟକ୍ତିଗତ ଜାଗା ନାହିଁ। ମତେ ଜଣେ ଜାଗା ବି ଡୋନେଟ୍ କରିଛି। ମୁଁ ସେଠି ଜାଗାରେ ରହିଛି। ସେ ତାର ରାସ୍ତା ବନ୍ଦ କଲା। ତା ରାସ୍ତା ସେ ବନ୍ଦ କଲା। ମୋର କିଛି କହିଲେନି ମୁଁ ରହିଲି। କିନ୍ତୁ ମୋରି ଘର ଦେଇକି ସେ ତାର ମଦ ବେପାର କରୁଛି। ମଦ ବେପାର କରୁଛି। ଗାଁରୁ ଆଗରୁ ବହୁତ ସ୍ତ୍ରୀ ଲୋକ ବି ଆସିଛନ୍ତି ଆସିକି କମ୍ପ୍ଲେନ୍ ଦେଇଛନ୍ତି। ଦେଲା ଭିତରେ ସେ କହିଲା ଥାନାବାଲାଙ୍କୁ ମୁଁ ପଇସା ଦଉଛି ଥାନାବାଲାଙ୍କୁ ବଟି ଦଉଛି। ଆଉ ଥାନାବାଲା ମୋର ଖରାପ କରିକି ଯୋଉ ଭାଷା କି ମୁଁ କହିପାରିବିନି ମିଡ଼ିଆରେ। ଆଉ ସେ ହଉଛି ଖରାପ କରି କହୁଛି କହିକି କହିଲା ମୁଁ ମଦ ବିକୁଛି ବିକିମି। ଆଉ ମୋର କିଏ କଣ କରିବ କର। କାଲି କାହିଁକି ଆସିଥିଲେ? କାଲି ଏଇଥିପାଇଁ ମୁଁ ଆସିଲି। କାଲି ଏଇଥିପାଇଁ ଆଜ୍ଞା ମୁଁ ସେଇ କଥା କହୁଛି। କାଲି ଏଇଥିପାଇଁ ମୁଁ ଆସିଲି। କାଲି ସେ ଯୋଉ ଅଲଗା ଲୋକ ଜଣେ ତା ନାଁ ହଉଛି ଆନନ୍ଦ ପରିଡ଼ା। ସିଏ ମୋ ଘର ଦେଇକି ମଦ ନେବା ପାଇଁ ଆସିଲା। ମୁଁ ସନ୍ଧ୍ୟାବେଳେ ଲୁଗା ପାଲଟିକି ସନ୍ଧ୍ୟା କରୁଛି ଚଉରା ବେଳେ ସଞ୍ଜ ଦଉଛି। ସେତେବେଳେ ନେଇକି ଗଲା ମଦ। ସେଠୁ ମୁଁ କହିଲି ତମେ କଣ ଏବାଟେ ଆସିକି ମଦ ନେଉଛ? ତମେ ରାସ୍ତା ବାଟ ନା ଏଇଟା କଣ ମଦ ନେବା ରାସ୍ତା? ମୋରି ଗଳି ପାଖରେ ଛିଡ଼ା ହେଇକି ପିଇବେ ସେଠି ବୋତଲ ପକେଇବେ। ସେଠୁ ମୁଁ ଯେମିତି ପାଟି କଲି ସିଏ ମତେ ଚଟନା ଆନ୍ସର କରୁଛି। କହିଲା ଏ ବାଟେ ଗଲି କଣ ହେଇଗଲା? ଆଉ ଯଦି ଏତେ କଥା କହୁଛୁ ତାହେଲେ ତ ଗେଟ୍ ଖୋଲା ରାଖ ତ କବାଟ ଖୋଲା ରାଖ ମୁଁ ଆଜି ତ ଘରେ ଗଳିବି। ମାନେ ଅଭଦ୍ର ସେ କଥା କଣ କହୁଛି ଶୁଣ ଏକେ ତ ଡାକିଲା ବେଳେ ସେ ପୁରା ବିଜୁଳି ଭଳିଆ ଦୌଡ଼ିକି ଆସିଲା। ମୁଁ ତା ପଛରେ ଦୌଡ଼ିକି ଆସିଲି। ଗାଁ ଲୋକ ବି ଦେଖିଛନ୍ତି ତାକୁ ବି ଡାକିଛନ୍ତି ସେ ଶୁଣିଲାନି। ସେଠୁ ମୁଁ ସେଇ ମିକୁନ ଦାଦା ଯିଏ ସୁଜିତ୍ରା ଯିଏ ମଦ ବିକୁଛି ତାକୁ ଯାଇକି ଡାକିଲି। ତାଙ୍କ ପୁଅ ଡାକିଲି। ମୁଁ କହିଲି ଆଇସୁ ତୋ ବାପାଙ୍କୁ ଟିକେ ଡାକିଲୁ। ସେ ଯେମିତି ଡାକିଲେ ସେଠୁ ମୁଁ ସେ ଦାଦା ଆସିଲେ ମୁଁ କହିଲି ଦାଦା ଆପଣ ଏଠି ମଦ ବିକୁଛନ୍ତି ଆଉ ସେ ଲୋକ ଏଇଭଳିଆ ବ୍ୟବହାର ଏଠି ମତେ କରୁଛି। କହିଲା ମୁଁ 100 ଲୋକ ଦୋକାନ କରିଛି 100 ଲୋକ ମୋର ଏଠି ଖର୍ଦ୍ଦାର ଆସିଛି ମୁଁ 100 ଲୋକଙ୍କୁ ମଦ ବିକିବି। ତମକୁ କିଏ ଖରାପ ବ୍ୟବହାର କଣ ଏଠି କଣ ମୁଁ ଦାୟୀ? ମାନେ ତମେ ଏଟା ବୁଝିବନି କହିବନି ଆଉ ତାହେଲେ ମୋର ଯାହା ଦରକାର ମୁଁ ସେୟା କରିବି। କହିଲା ତମର କଣ କରିବାର ଅଛି ତମେ କରୁନା କରିକି ଦେଖଉନା। କିନ୍ତୁ ମୁଁ ସେ କଥା କହିପାରିବି। ମୁଁ ମଦ ବିକୁଛି ବିକିବି। ସେଟା କଣ ଘରୋଇ ରାସ୍ତା ଯୋଉ ବାଟେ ଆସୁଥିଲେ ଆପଣ? ହଁ ମୋ ଘର ଦେଇକି ମୋ ଦୁଆର ଦେଇକି ଆସି ମୋ ବାଡ଼ ଏଇ ଯୋଉ ଓଳି କରେ ଦେଖି ଛିଡ଼ା ହେଇକି ପିଇବେ ସେଠି ବୋତଲ ପକେଇବେ। ସରକାର ରାସ୍ତା ନାହିଁ ମୋ ବ୍ୟକ୍ତିଗତ ଜାଗା ସେଟା। ସେ ଜାଗାଟା କିନ୍ତୁ ମୋ ନାଁରେ ରେକର୍ଡ ନାହିଁ ଅବଶ୍ୟ ଜଣେ ମୁଁ ଚାହୁଁଛି ଯେ ଘର ପାଖରେ ସେ ଯୋଉ ମଦ ବିକୁଛି ତା ଘରଠାରୁ ମୋ ଘରଟା ମାତ୍ର 2 ହାତ ଦୂରତା। ମୋ ପାଖରେ ମୋ ସ୍ୱାମୀ ନାହିଁ। ମୋର ଗୋଟେ ଛୋଟିଆ ଛୁଆକୁ ଧରି ମୁଁ ଏକୁଟିଆ ରହୁଛି। ଆପଣ ମାନେ ନିଜେ ଚିନ୍ତା କରନ୍ତୁ ମାନବିକତା ଦୃଷ୍ଟିରୁ ମୁଁ ସେଠି କେତେ ସେଫ୍ଟି। ସିଏ ନିଜେ ତା ଘରେ ଝିଅ ଅଛି ତାର ସ୍ତ୍ରୀ ଅଛି ତାର ପିଲା ଛୁଆ ଅଛନ୍ତି। ସେ ତାକୁ ତ ବେପାର କରୁଛି ପାଖ ମୁଁ ନିଜେ ମାନେ କେତେ ସେଫ୍ଟି ହେଇକି ରହିଥିବି। ପାଖ ପଡ଼ୋଶୀ ଯେତିକି ଗାଁରେ ମାନେ ପରିବେଶ ବହୁତ ଖରାପ ହଉଛି।